ଥିଲେ ତାଙ୍କର ରାଜକୁମାରୀଙ୍କର ବିବାହ ହେଉନଥିଲା। ତେଣୁକରି ଗୁରୁକୁଳ ଆଶ୍ରମରୁ ଗୁରୁଜୀଙ୍କୁ ଡକାଇଲେ। ଗୁରୁଜୀ କୁଣ୍ଡଳୀ ଦେଖିଲେ, ଜାଣିଗଲେ ଯେ ରାଜକୁମାରୀ ଯାହାକୁ ବିବାହ କରିବ ସେ ବହୁତ ଉପରକୁ ଉଠିଯିବ। ରାଜା ଥିଲେ ମହାରାଜ ହେଇଯିବ, ମହାରାଜ ଥିଲେ ସମ୍ରାଟ ହେଇଯିବ, ସମ୍ରାଟ ଥିଲେ ଚକ୍ରବର୍ତ୍ତୀ ହେଇଯିବ। ଏହାପରେ ଗୁରୁଜୀ ଭାବିଲେ, ହେଲେ ମୁଁ ବିବାହ କଲି ତ ବଡ଼ ଧନୀ ହେଇଯିବି ଏବଂ ମୋ ସ୍କୁଲ ମଧ୍ୟ ଠିକ୍ ଚାଲିବ। ଏହାପରେ ରାଜାଙ୍କୁ କହିଲେ, ହେ ମହାରାଜ, ଯଦି ଝିଅକୁ ବିବାହ କରିବ ସର୍ବସମ୍ମୁଖରେ ତେବେ ଆପଣ ଉପରକୁ ଉଠିପାରନ୍ତି, ନହେଲେ ଦରିଦ୍ର ମଧ୍ୟ ହେଇଯାଇପାରନ୍ତି। ତ ଗୋଟିଏ କାମ କରନ୍ତୁ, ଏ ଝିଅକୁ ବଡ଼ ବାକ୍ସରେ ଭରିଦେବେ ଏବଂ ସେ ବାକ୍ସ ଭିତରେ ହୀରା ନୀଳା ମୋତି ମାଣିକ୍ୟ ସବୁ ଭର୍ତ୍ତି କରିଦେବେ ଏବଂ ନଈରେ ତାକୁ ଭସାଇ ଦେବେ। ବାକ୍ସଟି ଭାସିଗଲା ପରେ ଯାହାର ଭାଗ୍ୟରେ ଥିବ ସେ ହିଁ ପାଇବ, ତା ସହିତ ରାଜକୁମାରୀଙ୍କର ବାହାଘର ହେଇଯିବ। ରାଜା ହଁ କଲେ, ରାଜା ସେମିତି କଲେ, ତାକୁ ଭସାଇ ଦେଲେ। ତ ଏହି ସମୟରେ ଗୁରୁଜୀ ସିଧାସଳଖ ଦୌଡ଼ି 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 ପଳେଇଗଲେ ଆଶ୍ରମକୁ। ଆଶ୍ରମରେ ଶିଷ୍ୟମାନଙ୍କୁ କହିଲେ, ଏବେ ନଈରେ ଗୋଟେ ବାକ୍ସଟିଏ ଭାସି ଭାସି ଆସିବ, ତାକୁ ଆଣିକରି ମୋର କୋଠରୀରେ ରଖିଦେବ ଏବଂ ମୋତେ ବାହାର ପଟରୁ ତାଲା ମାରିଦେବ ଏବଂ ମୁଁ ଯେତେ ଡାକିଲେ ମଧ୍ୟ ଖୋଲିବ ନାହିଁ। ଶିଷ୍ୟମାନେ ଗଲେ ନଦୀକୁ ବାକ୍ସ ଆଣିବା ପାଇଁ। ଏହି ସମୟରେ କ'ଣ ହେଇଛି, ତା ପୂର୍ବରୁ ଜଣେ ରାଜକୁମାର ସୈନ୍ୟ ସାମନ୍ତକୁ ଧରିକି ସେ ଯାଇଛି। ରାଜକୁମାର ସୈନ୍ୟ ସାମନ୍ତ ସହିତ ବୁଲୁଥିବା ବେଳେ ଦେଖିଲେ ବାକ୍ସଟି ଭାସି ଭାସି ଆସୁଛି। ରାଜକୁମାର କହିଲେ, ସେ ବାକ୍ସଟାକୁ ଆଣ। ସୈନ୍ୟ ସାମନ୍ତ ଯେତେବେଳେ ବାକ୍ସକୁ ଆଣିଲେ, ଦେଖିଲେ ସେ ଭିତରେ ଗୋଟେ ରାଜକୁମାରୀ ଏବଂ ସୁନା ଗହଣା ସବୁ ରହିଛି, ଧନ ସମ୍ପତ୍ତି। ରାଜକୁମାରୀ ସବୁ କଥାଟା ରାଜକୁମାରଙ୍କୁ କହିଦେଲେ, ଯାହାଫଳରେ ରାଜକୁମାର ଦେଖିଲେ ସେ ବାକ୍ସରେ ଗୋଟେ ହୀରା ମୋଦି ଥିଲା, ରାଜକୁମାରୀଙ୍କୁ ପିନ୍ଧେଇ କରି ବିବାହ କଲେ। ଆଉ ଖୋଲା ବାକ୍ସଟା ପୁଣି ଭସାଇ ଦେଲେ। ସେ ବାକ୍ସଟା ଭାସି ଭାସି ଆସୁଛି। ଏପଟେ ଶିଷ୍ୟମାନେ ଅଛନ୍ତି ଅପେକ୍ଷା କରି। ଆସିଲେ, ସେ ବାକ୍ସକୁ ଧରିକରି ଟାଣି ଓଟାରି କରି ନେଇଗଲେ ଏବଂ ସେଇ ଗୁରୁଜୀଙ୍କର କକ୍ଷ ଭିତରେ ଭରିକରି ବାହାରୁ ତାଲା ମାରିଦେଲେ। ଗୁରୁଜୀ କେଡ଼େ ଖୁସି, ବିବାହ ହେବି, ମୋର ଭାଗ୍ୟ ଖୋଲିଯିବ, ମୋ ସ୍କୁଲ ଠିକ୍ ଚାଲିବ। ଯେତେବେଳେ ଖୋଲିଦେଲେ, ସେ ଭିତରୁ ବାହାରିଗଲା ଗୋଟେ ଭାଲୁ। ସାଙ୍ଗେ ସାଙ୍ଗେ ଗୁରୁଜୀଙ୍କୁ ସେ ଆକ୍ରମଣ କରିଦେଲେ ଏବଂ ସେଇ ଭିତରେ ହିଁ ଗୁରୁଜୀ ଚିତ୍କାର କରୁଛନ୍ତି, ବଞ୍ଚାଅ ବଞ୍ଚାଅ। କିନ୍ତୁ ସେ ତ ଆଗରୁ କହିଥିଲେ, ଯେତେ ପାଟି କଲେ ମୋତେ ଖୋଲିବ ନାହିଁ, କେହି ମଧ୍ୟ ଖୋଲିଲେ ନାହିଁ। ଶେଷରେ ଗୁରୁଜୀଙ୍କର ଜୀବନଟା ଚାଲିଗଲା। ତେଣୁକରି ଆମେ ଅଧିକ ଲୋଭ କରିବା ନାହିଁ, ଯେଉଁଟାକି ଯାହାର ସୀମା ଅନୁସାରେ। ଆମେ ସୀମାହୀନ ଯଦି ଲୋଭ କରିଦେବା, ତାହେଲେ ନିଜେ ମୃତ୍ୟୁ ମୁଖରେ ପଡ଼ିବା।